ଓମ୍ ଶାନ୍ତି। 27 ସେପ୍ଟେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ତୁମେ ଏବେ ସଚା ସଚା ପାଠଶାଳାରେ ବସିଛ। ଏହା ସତସଙ୍ଗ ମଧ୍ୟ ଅଟେ। ଏଠାରେ ତୁମକୁ ସତ୍ୟ ପିତାଙ୍କର ସଙ୍ଗ ମିଳିଛି, ଯିଏକି ପାରି କରି ଦେଉଛନ୍ତି। ତୁମେ ଏବେ ସଚା ସଚା ପାଠଶାଳାରେ ବସିଛ। ଏହା ସତସଙ୍ଗ ମଧ୍ୟ ଅଟେ। ଏଠାରେ ତୁମକୁ ସତ୍ୟ ପିତାଙ୍କର ସଙ୍ଗ ମିଳିଛି, ଯିଏକି ପାରି କରି ଦେଉଛନ୍ତି। ଆଜିର ପ୍ରଶ୍ନ, ହିସାବ କିତାବର ଖେଳରେ ମନୁଷ୍ୟମାନଙ୍କର ବିଚାର ଏବଂ ତୁମର ବିଚାରରେ କେଉଁ ଅନ୍ତର ରହିଛି? ହିସାବ କିତାବର ଖେଳରେ ମନୁଷ୍ୟମାନଙ୍କର ବିଚାର ଏବଂ ତୁମର ବିଚାରରେ କେଉଁ ଅନ୍ତର ରହିଛି? ଉତ୍ତର, ମନୁଷ୍ୟ ଭାବୁଛନ୍ତି ଯେ ଏଠାରେ ଯେଉଁ ସବୁ ଦୁଃଖ ସୁଖର ଖେଳ ଚାଲିଛି, ଏହି ଦୁଃଖ ସୁଖ ସବୁ ପରମାତ୍ମା ହିଁ ଦେଉଛନ୍ତି ଏବଂ ତୁମେ ପିଲାମାନେ ବୁଝୁଛ ଯେ ଏସବୁ ପ୍ରତ୍ୟେକଙ୍କର କର୍ମର ହିସାବ କିତାବର ଖେଳ ଅଟେ। ବାବା କାହାକୁ ବି ଦୁଃଖ ଦିଅନ୍ତି ନାହିଁ। ସେ ତ ସୁଖର ରାସ୍ତା ବତାଇବା ପାଇଁ ଆସିଥାନ୍ତି। ବାବା କହୁଛନ୍ତି ଯେ ପିଲାମାନେ, ମୁଁ କାହାକୁ ବି ଦୁଃଖୀ କରିନାହିଁ। ଏହା ତ ତୁମର ହିଁ କର୍ମର ଫଳ ଅଟେ। ଗୀତ, ଇସ୍ ପାପ କି ଦୁନିଆ ସେ ଲେ ଚଲୋ ପ୍ରଭୁ। ଓମ୍ ଶାନ୍ତି। ମଧୁର ଆତ୍ମିକ ପିଲାମାନେ ଗୀତ ଶୁଣିଲେ କାହାକୁ ଡାକୁଛନ୍ତି? ବାବାଙ୍କୁ। ବାବା, ଆପଣ ଏଠାକୁ ଆସି ଏହି କଳିଯୁଗୀ ପାପର ଦୁନିଆରୁ ସତ୍ୟଯୁଗୀ ପୁଣ୍ୟର ଦୁନିଆକୁ ନେଇ ଚାଲ। ଏବେ ଜୀବ ଆତ୍ମାମାନେ ସମସ୍ତେ କଳିଯୁଗୀ ଅଟନ୍ତି। ସେମାନଙ୍କର ବୁଦ୍ଧି ପ୍ରାର୍ଥନା କରିବା ସମୟରେ ଉପରକୁ ଯାଇଥାଏ। ବାବା କହୁଛନ୍ତି, ମୁଁ ଯିଏ ଏବଂ ଯେମିତି ଅଟେ, ସେପରି କେହି ଜାଣିନାହାନ୍ତି। ଋଷି ମୁନି ମଧ୍ୟ କହିଥାନ୍ତି ଯେ ଆମେ ରଚୟିତା ମାଲିକ ଅର୍ଥାତ୍ ବେହଦର ପିତା ଏବଂ ତାଙ୍କର ବେହଦ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିନାହୁଁ। ଆତ୍ମାମାନେ ଯେଉଁଠାରେ ରହିଥାନ୍ତି ତାହା ବ୍ରହ୍ମ ମହତ୍ତତ୍ଵ ଅଟେ, ଯେଉଁଠାରେ ସୂର୍ଯ୍ୟଚନ୍ଦ୍ର ନଥାନ୍ତି। ନା ମୂଳ ବତନରେ ନା ସୂକ୍ଷ୍ମ ବତନରେ ସୂର୍ଯ୍ୟଚନ୍ଦ୍ର ଥାନ୍ତି। ବାକି ଏହି ରଙ୍ଗମଞ୍ଚରେ ତ ବିଜୁଳି ଆଲୋକ ଆଦି ତ ସବୁ ଦରକାର ନା। ତେଣୁ ଏହି ରଙ୍ଗମଞ୍ଚକୁ ରାତ୍ରିରେ ଚନ୍ଦ୍ର ଏବଂ ତାରକାମାନଙ୍କ ଠାରୁ ଦିନରେ ସୂର୍ଯ୍ୟଙ୍କ ଠାରୁ ଆଲୋକ ମିଳୁଛି। ଏମାନେ ସବୁ ହେଲେ ବତୀ ସଦୃଶ୍ୟ। ଏହି ସବୁ ବତୀ ଗୁଡ଼ିକ ଥାଇ ମଧ୍ୟ ଅନ୍ଧକାର ବୋଲି କୁହାଯାଉଛି। ରାତ୍ରିରେ ତ ପୁଣି ବତୀ ଜଳାଇବାକୁ ପଡ଼ିଥାଏ ନା। ସତ୍ୟଯୁଗ ତ୍ରେତୟା ଯୁଗକୁ କୁହାଯାଉଛି ଦିନ ଏବଂ ଭକ୍ତି ମାର୍ଗକୁ କୁହାଯାଉଛି ରାତି। ଏହା ବି ବୁଝିବାର କଥା ଅଟେ। ନୂଆ ଦୁନିଆ ପୁଣି ପୁରୁଣା ଦୁନିଆ ନିଶ୍ଚିତ ହେବ। ପୁଣି ନୂଆ ହେବ ତ ପୁରୁଣାର ନିଶ୍ଚିତ ବିନାଶ ହେବ। ଏହା ହେଲା ବେହଦର ଦୁନିଆ। ରାଜାମାନଙ୍କର ଘର ଆଦି ମଧ୍ୟ ବହୁତ ବଡ଼ ବଡ଼ ହୋଇଥାଏ। ଏହା ହେଲା ବେହଦର ଘର, ବିଶ୍ୱ ରଙ୍ଗମଞ୍ଚ ଅଥବା ଷ୍ଟେଜ୍। ଏହାକୁ କର୍ମକ୍ଷେତ୍ର ମଧ୍ୟ କୁହାଯାଏ। କର୍ମ ତ ନିଶ୍ଚିତ କରିବାକୁ ପଡ଼ିଥାଏ। ସବୁ ମନୁଷ୍ୟମାନଙ୍କ ପାଇଁ ଏହା କର୍ମକ୍ଷେତ୍ର ଅଟେ। ସମସ୍ତଙ୍କୁ କର୍ମ କରିବାର ହିଁ ଅଛି ଓ ଅଭିନୟ କରିବାର ହିଁ ଅଛି। ପ୍ରତ୍ୟେକ ଆତ୍ମାକୁ ପୂର୍ବରୁ ହିଁ ଅଭିନୟ ମିଳିଛି। ତୁମମାନଙ୍କ ଭିତରେ ମଧ୍ୟ କେହି କେହି ଅଛନ୍ତି ଯିଏକି ଏହିସବୁ କଥାକୁ ଭଲ ଭାବରେ ବୁଝିପାରିବେ। ବାସ୍ତବରେ ଏହା ଗୀତା ପାଠଶାଳା ଅଟେ। ପାଠଶାଳାରେ କ'ଣ କେବେ ବୁଢ଼ା ଆଦି ପଢ଼ିଥାନ୍ତି କି? ଏଠାରେ ତ ବୁଢ଼ା ଯୁବକ ଆଦି ସମସ୍ତେ ପଢ଼ୁଛନ୍ତି। ବେହଦର ପାଠଶାଳା କୁହାଯିବ ନାହିଁ। ସେଠାରେ କୌଣସି ଲକ୍ଷ୍ୟ ଉଦ୍ଦେଶ୍ୟ ନଥାଏ। ଆମେ ଏତେ ବେଦଶାସ୍ତ୍ର ଆଦି ପଢ଼ୁଛେ, ଏହାଦ୍ୱାରା କ'ଣ ହେବୁ ତାହା ଜାଣନ୍ତି ନାହିଁ। କୌଣସି ବି ସତ୍ସଙ୍ଗରେ ଲକ୍ଷ୍ୟ ଉଦ୍ଦେଶ୍ୟ କିଛି ବି ନଥାଏ। ଏବେ ତ ସେସବୁକୁ ସତ୍ସଙ୍ଗ କହିବା ପାଇଁ ଲଜ୍ଜା ଆସୁଛି। ସତ୍ ତ ଏକେ ବାବା ହିଁ ଅଟନ୍ତି।
ଯାହାଙ୍କ ପାଇଁ କୁହାଯାଏ ସତସଙ୍ଗ ରକ୍ଷା କରିଥାଏ, କୁସଙ୍ଗ ବୁଡ଼ାଇ ଦେଇଥାଏ। କଳିଯୁଗୀ ମନୁଷ୍ୟଙ୍କର ସଙ୍ଗ ହିଁ କୁସଙ୍ଗ ଅଟେ। ସତ୍ୟର ସଙ୍ଗ ତ ଗୋଟିଏ ହିଁ ଅଟେ। ଏବେ ତୁମକୁ ଏସବୁ ଆଶ୍ଚର୍ଯ୍ୟ ଲାଗୁଛି। ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ବାବା କିପରି ଦେଉଛନ୍ତି, ଏସବୁ ଶୁଣି ତୁମକୁ ତ ଖୁସି ହେବା ଦରକାର। ତୁମେ ସଚ୍ଚା ସଚ୍ଚା ପାଠଶାଳାରେ ବସିଛ। ବାକି ସବୁ ମିଥ୍ୟା ପାଠଶାଳା ଅଟେ। ସେହି ସବୁ ସତସଙ୍ଗ ଆଦିରେ କୌଣସି ଲକ୍ଷ୍ୟ ପ୍ରାପ୍ତି ହୋଇନଥାଏ। ସ୍କୁଲ କଲେଜ ଆଦିରେ ପାଠ ପଢ଼ି ପୁଣି ବି କିଛି ନା କିଛି ପଦପ୍ରାପ୍ତ କରି ବାହାରିଥାନ୍ତି। ବାକି ଅନ୍ୟ କେଉଁଠି ବି ପାଠପଢ଼ା ନାହିଁ। ସତସଙ୍ଗକୁ ପାଠପଢ଼ା କୁହାଯିବ ନାହିଁ। ଶାସ୍ତ୍ର ଗ୍ରନ୍ଥ ଆଦି ତ ପଢ଼ି ପୁଣି ଦୋକାନ ଖୋଲି ବସିଥାନ୍ତି, ଅର୍ଥାତ୍ ଶାସ୍ତ୍ର ଗ୍ରନ୍ଥ ଶୁଣାଇଥାନ୍ତି, ପଇସା ରୋଜଗାର କରିଥାନ୍ତି। ଅଳ୍ପ କିଛି ଗ୍ରନ୍ଥ ଶିଖିକରି ଗୁରୁଦ୍ୱାର ଖୋଲି ଦେଉଛନ୍ତି। ଗୁରୁଦ୍ୱାର ବି କେତେ ଖୋଲୁଛନ୍ତି। ଗୁରୁଦ୍ୱାର ଅର୍ଥାତ୍ ଗୁରୁଙ୍କର ଦ୍ୱାର ବା ଘର କୁହାଯିବ ନା। ଫାଟକ ଖୋଲିଲେ ସେଠାରେ ଯାଇ ଶାସ୍ତ୍ର ଆଦି ପଢ଼ିଥାନ୍ତି। ତୁମର ଗୁରୁଦ୍ୱାର ହେଲା ମୁକ୍ତି ଏବଂ ଜୀବନ ମୁକ୍ତି ଧାମ, ସତଗୁରୁଙ୍କ ଦ୍ୱାର। ସତଗୁରୁଙ୍କର ନାମ କ'ଣ? ଅକାଳ ମୂରତ। ସତଗୁରୁଙ୍କୁ ଅକାଳ ମୂରତ କହିଥାନ୍ତି। ସେ ଆସି ମୁକ୍ତି ଜୀବନ ମୁକ୍ତିର ଦ୍ୱାର ଖୋଲିଥାନ୍ତି। ଅକାଳ ମୂରତ ଅଟନ୍ତି ନା, ଯାହାକୁ କାଳ ମଧ୍ୟ ଖାଇପାରିବ ନାହିଁ। ଆତ୍ମା ତ ବିନ୍ଦୁ ହିଁ ଅଟେ, ତାକୁ କାଳ କିପରି ଖାଇବ? ଆତ୍ମା ତ ଶରୀର ଛାଡ଼ି ଚାଲିଯାଇଥାଏ। ମନୁଷ୍ୟ କ'ଣ ବୁଝିଛନ୍ତି କି ଗୋଟିଏ ପୁରୁଣା ଶରୀର ଛାଡ଼ି ପୁଣି ଯାଇ ଅନ୍ୟ ଶରୀର ନେବୁ? ତେବେ ଏଥିରେ କାନ୍ଦିବା କ'ଣ ଦରକାର? ଏହା ତୁମେ ଜାଣିଛ ଯେ ଡ୍ରାମା ଅନାଦି ବା ପୂର୍ବ ପ୍ରସ୍ତୁତ ଅଟେ। ପ୍ରତ୍ୟେକଙ୍କୁ ନିଜ ନିଜର ଅଭିନୟ କରିବାକୁ ହିଁ ହେବ। ବାବା ବୁଝାଇଛନ୍ତି ଯେ ସତ୍ୟ ଯୁଗରେ ସମସ୍ତେ ନଷ୍ଟମୋହା ଅଟନ୍ତି। ମୋହଜିତ ରାଜାଙ୍କର କାହାଣୀ ମଧ୍ୟ ଅଛି ନା। ପଣ୍ଡିତମାନେ ଶୁଣାଇଥାନ୍ତି, ମାତାମାନେ ବି ଶୁଣି ଶୁଣି ପୁଣି ଗ୍ରନ୍ଥ ଧରି ବସିଯାଆନ୍ତି ଶୁଣାଇବା ପାଇଁ। ବହୁତ ମନୁଷ୍ୟ ଯାଇ ଶୁଣିଥାନ୍ତି। ସେ ସବୁକୁ କୁହାଯାଏ କର୍ଣ୍ଣରସ। ଡ୍ରାମା ପ୍ଲାନ୍ ଅନୁସାରେ ମନୁଷ୍ୟ ତ କହିବେ, ଆମର ଦୋଷ କ'ଣ ଅଛି? ବାବା କହୁଛନ୍ତି ଯେ ତୁମେ ମୋତେ ଡାକିଥିଲ କି ଦୁଃଖର ଦୁନିଆରୁ ନେଇଯାଅ। ବର୍ତ୍ତମାନ ମୁଁ ଆସିଯାଇଛି, ତେଣୁ ମୋ କଥା ଶୁଣିବା ଦରକାର ନା। ବାବା ପିଲାମାନଙ୍କୁ ବସି ବୁଝାଉଛନ୍ତି। ଶ୍ରେଷ୍ଠ ମତ ମିଳୁଛି ତ ତାକୁ ଗ୍ରହଣ କରିବା ଦରକାର ନା। ତୁମର ମଧ୍ୟ କୌଣସି ଦୋଷ ନାହିଁ। ଏହା ବି ଡ୍ରାମାରେ ଥିଲା। ରାମ ରାଜ୍ୟ ରାବଣ ରାଜ୍ୟର ଖେଳ ପୂର୍ବ ପ୍ରସ୍ତୁତ ଅଟେ। ଖେଳରେ ଯଦି କେହି ହାରିଯାଇଥାନ୍ତି, ତେବେ ତାଙ୍କର ଦୋଷ କ'ଣ ଅଛି? ଜୟ ଏବଂ ପରାଜୟ ହୋଇଥାଏ। ଏଥିରେ ଲଢ଼େଇର କୌଣସି କଥା ନାହିଁ। ତୁମର ବାଦଶାହୀ ଥିଲା, ଏହା ବି ପୂର୍ବରୁ ତୁମକୁ ଜଣାନଥିଲା। ଏବେ ତୁମେମାନେ ବୁଝୁଛ। ଯେଉଁମାନେ କି ସେବା ଯୋଗ୍ୟ ଅଟନ୍ତି, ସେମାନଙ୍କର ସୁନାମ ହେଉଛି। ଦିଲ୍ଲୀରେ ସବୁଠାରୁ ସୁନାମଧନ୍ୟ ଜ୍ଞାନୀ ଆତ୍ମା କିଏ? ତେବେ ତୁରନ୍ତ ଜଗଦୀଶଙ୍କର ନାମ କହିବେ। ତୁମମାନଙ୍କ ପାଇଁ ମାଗାଜିନ୍ ମଧ୍ୟ ବାହାର କରୁଛନ୍ତି। ସେଥିରେ ସବୁକିଛି ଆସିଯାଉଛି। ଅନେକ ପ୍ରକାରର ପଏଣ୍ଟସ୍ ଲେଖୁଛନ୍ତି। ବ୍ରଜମୋହନ ମଧ୍ୟ ଲେଖୁଛନ୍ତି। ଲେଖିବା କୌଣସି ମାଉସୀ ଘର କଥା ନୁହେଁ। ନିଶ୍ଚିତ ବିଚାର ସାଗର ମନ୍ଥନ କରୁଛନ୍ତି। ଭଲ ସେବା କରୁଛନ୍ତି। କେତେ ଲୋକ ପଢ଼ିକରି ଖୁସି ହେଉଛନ୍ତି। ପିଲାମାନେ ମଧ୍ୟ ପଢ଼ି ସତେଜ ହୋଇଯାଉଛନ୍ତି। କିଏ କିଏ ତ ପ୍ରଦର୍ଶନୀରେ ବହୁତ ପରିଶ୍ରମ କରିଥାନ୍ତି। କିଏ କିଏ କର୍ମବନ୍ଧନରେ ଆବଦ୍ଧ ହୋଇ ରହିଛନ୍ତି। ସେଥିପାଇଁ ଜ୍ଞାନକୁ ବେଶୀ ଗ୍ରହଣ କରିପାରୁନାହାନ୍ତି। ଏହାକୁ ମଧ୍ୟ କହିବା ଡ୍ରାମା। ଅବଳାମାନଙ୍କ ଉପରେ ଅତ୍ୟାଚାର ହେବା ମଧ୍ୟ ଡ୍ରାମାରେ ପାର୍ଟ ରହିଛି। ଏଭଳି ଅଭିନୟ କାହିଁକି କଲ, ଏହି ପ୍ରଶ୍ନ ହିଁ ଉଠିପାରିବ ନାହିଁ। ଏହା ତ ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ତାକୁ କ'ଣ କେହି ପରିବର୍ତ୍ତନ କରିପାରିବ? କେହି ପୁଣି କହିଥାନ୍ତି, ମୁଁ କ'ଣ ଭୁଲ କଲି ଯେ ମୋତେ ଏପରି ଅଭିନୟ କରିବାକୁ ପଡ଼ିଲା? ଏଠାରେ ଭୁଲର ତ କୌଣସି କଥା ନାହିଁ। ଏହା ତ ଅଭିନୟ ଅଟେ।
ଅବଳାମାନେ କେହି ତ ନିମିତ୍ତ ହେବେ ଯାହାଙ୍କ ଉପରେ ଅତ୍ୟାଚାର ହେବ। ତେବେ ସମସ୍ତେ କହିବେ, ଆମକୁ ଏହି ଅଭିନୟ କାହିଁକି ମିଳିଲା? ନା, ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ପୁରୁଷମାନଙ୍କ ଉପରେ ବି ଅତ୍ୟାଚାର ହେଉଛି। ଏହିସବୁ କଥାରେ କେତେ ସହନଶୀଳ ହେବାକୁ ପଡ଼ିଥାଏ। ବହୁତ ସହନଶୀଳତା ଦରକାର। ମାୟାର ବିଘ୍ନ ତ ବହୁତ ପଡ଼ିବ। ବିଶ୍ୱର ବାସାଇ ନେଉଛ ତ କିଛି ପରିଶ୍ରମ ତ କରିବାକୁ ହେବ। ଡ୍ରାମାରେ ପ୍ରାକୃତିକ ଦୁର୍ବିପାକ, ଖିଟପିଟି ଆଦି କେତେ କଥା ରହିଛି। ଅବଳାମାନଙ୍କ ଉପରେ ଅତ୍ୟାଚାର ହେବାର ମଧ୍ୟ ଲେଖା ଅଛି। ରକ୍ତର ନଦୀ ବି ବହିବ, କେଉଁ ସ୍ଥାନ ବି ନିରାପଦ ରହିପାରିବ ନାହିଁ। ଏବେ ତ ସକାଳର କ୍ଲାସ୍ କରିବା ପାଇଁ ସେଣ୍ଟର ଆଦିକୁ ଯାଉଛ। ଏପରି ବି ସମୟ ଆସିବ ଯେତେବେଳେ କି ତୁମେ ବାହାରକୁ ବାହାରି ପାରିବ ନାହିଁ। ଦିନକୁ ଦିନ ଦୁନିଆ ବିଗିଡ଼ି ଚାଲିଛି ଏବଂ ଆହୁରି ମଧ୍ୟ ବିଗିଡ଼ିବ। ଅସହ୍ୟ ଦୁଃଖର ଦିନ ଜୋରରେ ଆସିବ। ବେମାରୀ ଆଦିରେ ଦୁଃଖୀ ହେଲେ ପୁଣି ଭଗବାନଙ୍କୁ ଡାକିଥାନ୍ତି। ଏବେ ତୁମକୁ ଜଣାପଡ଼ିଗଲାଣି ଆଉ ବାକି ଅଳ୍ପ ଦିନ ଅଛି। ପୁଣି ଆମେ ନିଜର ଶାନ୍ତିଧାମ ସୁଖଧାମକୁ ନିଶ୍ଚିତ ଯିବା। ଦୁନିଆକୁ ତ ଏହା ବି ଜଣା ନାହିଁ। ଏବେ ତୁମେମାନେ ଅନୁଭବ କରୁଛ ନା? ବର୍ତ୍ତମାନ ବାବାଙ୍କୁ ଭଲ ଭାବରେ ଜାଣିଗଲଣି। ସେମାନେ ତ ସବୁ ଭାବୁଛନ୍ତି ପରମାତ୍ମା ଲିଙ୍ଗ ସଦୃଶ୍ୟ ଅଟନ୍ତି। ଶିବଲିଙ୍ଗର ପୂଜା ବି କରିଥାନ୍ତି। ତୁମେମାନେ ଶିବଙ୍କର ମନ୍ଦିରକୁ ଯାଉଥିଲ। କ'ଣ କେବେ ଏହି ବିଚାର କରୁଥିଲ ଯେ ଏହି ଶିବଲିଙ୍ଗଟି କ'ଣ ଅଟେ? ନିଶ୍ଚିତ ଏହା ଜଡ଼ ଅଟେ। ତେବେ ପୁଣି ଚୈତନ୍ୟରେ ମଧ୍ୟ ଥିବେ। ତେବେ ଏହା ପୁଣି କ'ଣ? ଭଗବାନ ତ ରଚୟିତା ଉପରେ ଅଛନ୍ତି। ଏହା ତାଙ୍କର ଚିହ୍ନ ଅଟେ, କେବଳ ପୂଜା କରିବା ପାଇଁ। ଯେବେ ତୁମେମାନେ ପୂଜ୍ୟ ହେବ, ତେବେ ପୁଣି ଏହିସବୁ ଭକ୍ତିର ସାମଗ୍ରୀ ରହିବ ନାହିଁ। ଶିବ କାଶୀଙ୍କ ମନ୍ଦିରକୁ ଯାଇଥାନ୍ତି। କାହାକୁ କ'ଣ ଜଣାଅଛି ଯେ ଭଗବାନ ନିରାକାର ଅଟନ୍ତି? ଆମେ ମଧ୍ୟ ତାଙ୍କର ସନ୍ତାନ ଅଟୁ। ବାବାଙ୍କର ସନ୍ତାନ ହୋଇ ପୁଣି ଆମେ ଦୁଃଖୀ କାହିଁକି ହୋଇଛେ? ଏହା ବିଚାର କରିବାର କଥା ଅଟେ ନା? ଆତ୍ମା କହିଥାଏ, ମୁଁ ପରମାତ୍ମାଙ୍କର ସନ୍ତାନ ଅଟେ। ତେବେ ମୁଁ ଦୁଃଖୀ କାହିଁକି? ବାବା ତ ସୁଖଦାତା ହିଁ ଅଟନ୍ତି। ଡାକିଥାନ୍ତି ମଧ୍ୟ, ହେ ଭଗବାନ, ଆମର ଦୁଃଖ ହରଣ କର। ସେ କିପରି ହରଣ କରିବେ? ଦୁଃଖ ସୁଖ ଏହା ତ ନିଜର କର୍ମର ହିସାବ କିତାବ ଅଟେ। ମନୁଷ୍ୟ ଭାବିଥାନ୍ତି ଯେ ସୁଖ ବଦଳରେ ସୁଖ, ଦୁଃଖ ବଦଳରେ ଦୁଃଖ ପରମାତ୍ମା ହିଁ ଦେଇଥାନ୍ତି। ସବୁ ଦୋଷ ତାଙ୍କ ଉପରେ ରଖିଦେଉଛନ୍ତି। ବାବା କହୁଛନ୍ତି, ମୁଁ କେବେ ଦୁଃଖ ଦେଇନଥାଏ। ମୁଁ ତ ଅଧାକଳ୍ପ ପାଇଁ ସୁଖ ଦେଇକରି ଚାଲିଯାଏ। ଏହା ପୁଣି ସୁଖ ଏବଂ ଦୁଃଖର ଖେଳ ଅଟେ। କେବଳ ସୁଖର ହିଁ ଖେଳ ହୋଇଥିଲେ ତ ପୁଣି ଏସବୁ ଭକ୍ତି ଆଦି କିଛି ବି ନଥାନ୍ତା। ଭଗବାନଙ୍କ ସହିତ ମିଶିବା ପାଇଁ ହିଁ ଏହି ଭକ୍ତି ଆଦି ସବୁ କିଛି କରିଥାନ୍ତି ନା? ଏବେ ବାବା ଆସି ସମ୍ପୂର୍ଣ୍ଣ ସମାଚାର ଶୁଣାଉଛନ୍ତି। ବାବା କହୁଛନ୍ତି, ତୁମେ ପିଲାମାନେ କେତେ ଭାଗ୍ୟଶାଳୀ ଅଟ। ସେହି ଋଷିମୁନି ଆଦିଙ୍କର କେତେ ନାମାଚାର ହେଉଛି। ତୁମେ ହେଉଛ ରାଜ ଋଷି, ସେମାନେ ହେଲେ ହଠଯୋଗ ଋଷି। ଋଷି ଅର୍ଥାତ ପବିତ୍ର। ତୁମେ ସ୍ୱର୍ଗର ରାଜା ହେଉଛ, ତେଣୁ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। ସତ୍ୟ ତ୍ରେତୟା ଯୁଗରେ ଯେଉଁମାନଙ୍କର ରାଜ୍ୟ ଥିଲା, ସେମାନଙ୍କର ହିଁ ପୁଣି ରାଜ୍ୟ ହେବ। ବାକି ସମସ୍ତେ ପଛରେ ଆସିବେ। ତୁମେ ଏବେ କହୁଛ ଯେ ଆମେ ଶ୍ରୀମତ ଆଧାରରେ ନିଜର ରାଜ୍ୟ ସ୍ଥାପନ କରୁଛୁ। ପୁରୁଣା ଦୁନିଆର ବିନାଶ ହେବା ପାଇଁ ମଧ୍ୟ ସମୟ ତ ଲାଗିବ ନା? ସତ୍ୟ ଯୁଗକୁ ଆସିବାର ଅଛି, କଳି ଯୁଗକୁ ଯିବାର ଅଛି। ଦୁନିଆ କେତେ ବଡ଼ ଅଟେ। ଗୋଟିଏ ଗୋଟିଏ ସହର ଅସଂଖ୍ୟ ମନୁଷ୍ୟମାନଙ୍କ ଦ୍ୱାରା ଭରି ହୋଇ ରହିଛି। ଧନଶାଳୀ ବ୍ୟକ୍ତି ସାରା ଦୁନିଆର ଚକର ଲଗାଇଥାନ୍ତି, କିନ୍ତୁ ଏଠାରେ ସମଗ୍ର ବିଶ୍ୱକୁ କେହି ଦେଖିପାରିବେ ନାହିଁ। ହଁ, ସତ୍ୟ ଯୁଗରେ ଦେଖିପାରିବେ। କାହିଁକି ନା ସତ୍ୟ ଯୁଗରେ ଥାଏ ହିଁ ଗୋଟିଏ ରାଜ୍ୟ। ଏତେ ଅଳ୍ପ ରାଜାମାନେ ଥିବେ। ଏଠାରେ ତ ଦେଖ କେତେ ବଡ଼ ଦୁନିଆ ଅଟେ। ଏତେ ବଡ଼ ଦୁନିଆରେ ଚକ୍ର କିଏ ଲଗାଇ ପାରିବ? ସେଠାରେ ତୁମକୁ ସମୁଦ୍ରକୁ ଯିବାର ନାହିଁ। ସେଠାରେ ସିଲୋନ ବା ଶ୍ରୀଲଙ୍କା
ବର୍ମା ଆଦି ଦେଶ କ'ଣ ଥିବ? ନା, କିଛି ନୁହେଁ। ଏହି କରାଚି ମଧ୍ୟ ନଥିବ। ସେଠାରେ ତୁମେ ମଧୁର ନଦୀ କୂଳରେ ରହିବ। ଚାଷ ଜମି ଆଦି ସବୁକିଛି ଥିବ। ସୃଷ୍ଟି ତ ବହୁତ ବଡ଼ ଅଟେ, ହେଲେ ଅଳ୍ପ ମଣିଷ ଥିବେ। ପୁଣି ପରେ ବୃଦ୍ଧି ହେବ। ପୁଣି ଅନ୍ୟ ଦେଶକୁ ଯାଇ ନିଜର ରାଜ୍ୟ ସ୍ଥାପନ କଲେ। ଧୀରେ ଧୀରେ ଅଧିକାର କରିଚାଲିଲେ। ନିଜର ରାଜ୍ୟ ସ୍ଥାପନ କରିଦେଲେ। ଏବେ ତ ସେସବୁକୁ ଛାଡ଼ିବାକୁ ପଡ଼ୁଛି। ଏକମାତ୍ର ଭାରତ ଦେଶ, ଯିଏକି କାହାଠାରୁ କେବେ ରାଜ୍ୟ ଛଡ଼ାଇ ନେଇ ନାହିଁ। କାହିଁକି ନା ଭାରତ ପ୍ରକୃତରେ ଅହିଂସକ ଦେଶ ଅଟେ ନା। ଭାରତ ହିଁ ସମଗ୍ର ବିଶ୍ୱର ମାଲିକ ଥିଲା। ଆଉ ସମସ୍ତେ ପଛରେ ଆସିଛନ୍ତି, ଯାହାକି ଭାଗ ଭାଗ କରି ନେଇଯାଇଛନ୍ତି। ତୁମେ କାହାଠାରୁ ରାଜ୍ୟ ଛଡ଼ାଇ ନାହଁ। ଇଂରେଜମାନେ ରାଜ୍ୟ ଛଡ଼େଇଛନ୍ତି। ତୁମ ଭାରତବାସୀମାନଙ୍କୁ ତ ବାବା ବିଶ୍ୱର ମାଲିକ କରୁଛନ୍ତି। ତୁମେ ସବୁ କେଉଁଆଡ଼େ ଗଲ? ବହୁତ ଅଳ୍ପ ରହିଛ। ତୁମମାନଙ୍କ ବୁଦ୍ଧିରେ ଏହି ସବୁ କଥା ରହିଛି। ବୁଢ଼ୀ ମାତାମାନେ ତ ଏତେ କଥା ସବୁ ବୁଝିପାରିବେ ନାହିଁ। ବାବା କହୁଛନ୍ତି, ତୁମେ କିଛି ବି ପଢ଼ିନାହଁ, ତେଣୁ ବହୁତ ଭଲ। ପଢ଼ିଥିବା କଥା ସବୁ ବୁଦ୍ଧିରୁ ବାହାର କରିବାକୁ ପଡ଼ିବ। କେବଳ ଗୋଟିଏ କଥାକୁ ଧାରଣା କରିବାର ଅଛି। ମଧୁର ସନ୍ତାନମାନେ ବାବାଙ୍କୁ ମନେ ପକାଅ। ତୁମେ ଭକ୍ତିରେ କହିଥିଲ ନା, ବାବା ଆପଣ ଆସିବେ ତ ଆମେ ସମର୍ପଣ ହୋଇଯିବୁ। ଆପଣଙ୍କୁ ପୁଣି ଆମ ଉପରେ ସମର୍ପଣ ହେବାକୁ ପଡ଼ିବ। ଅଦଳ ବଦଳ ହୋଇଥାଏ ନା। ବିବାହ ସମୟରେ ସ୍ତ୍ରୀ ପୁରୁଷ ଜଣେ ଅନ୍ୟ ଜଣଙ୍କ ହାତକୁ ଲୁଣ ଦେଇଥାନ୍ତି। ବାବାଙ୍କୁ ମଧ୍ୟ କହିଥାନ୍ତି, ଆମେ ପୁରୁଣା ସବୁକିଛି ଆପଣଙ୍କୁ ଦେଉଛୁ। ମୃତ୍ୟୁ ତ ନିଶ୍ଚିତ, ଏସବୁ ତ ବିନାଶ ହୋଇଯିବ। ଆପଣ ଆମକୁ ପୁଣି ନୂଆ ଦୁନିଆରେ ସବୁକିଛି ଦେବେ। ବାବା ଆସିଛନ୍ତି ସମସ୍ତଙ୍କୁ ନେଇଯିବା ପାଇଁ। ସେ କାଳ ଅଟନ୍ତି ନା। ସିନ୍ଧିରେ କହୁଥିଲେ, ଇଏ କେଉଁ କାଳ ଅଟେ ଯିଏକି ସମସ୍ତଙ୍କୁ ଅପହରଣ କରି ନେଇଯାଉଛି? ତୁମେ ମାନେ ତ ଖୁସି ହେଉଛ। ବାବା ତ ଆସୁଛନ୍ତି ନେଇଯିବା ପାଇଁ। ଆମେ ତ ଖୁସିରେ ନିଜର ଘରକୁ ଯିବୁ। ଯାତନା ମଧ୍ୟ ସହନ କରିବାକୁ ପଡ଼ିଥାଏ। ଭଲ ଭଲ ବଡ଼ ବଡ଼ ଘରର ମାତାମାନେ ମାଡ଼ ଖାଉଛନ୍ତି। ତୁମେ ସଚ୍ଚା ରୋଜଗାର କରୁଛ। ମନୁଷ୍ୟ କ'ଣ କିଛି ଜାଣିଛନ୍ତି କି? ସେମାନେ ତ ହେଲେ କଳିଯୁଗୀ ଶୂଦ୍ର ସମ୍ପ୍ରଦାୟ। ତୁମେ ଅଟ ସଙ୍ଗମ ଯୁଗୀ। ତୁମେ ଏବେ ପୁରୁଷୋତ୍ତମ ହେଉଛ। ଜାଣୁଛ ଯେ ପ୍ରଥମ ନମ୍ବରର ପୁରୁଷୋତ୍ତମ ଏହି ଲକ୍ଷ୍ମୀ ନାରାୟଣ ଅଟନ୍ତି ନା। ପୁଣି କଳା କମି କମି ଯିବ, ଉପରୁ ତଳକୁ ଆସୁଥିବେ, ପୁଣି ଧୀରେ ଧୀରେ ଅଧପତନ ହୋଇଚାଲିବ। ଏହି ସମୟରେ ସମସ୍ତେ ଅଧପତିତ ହୋଇଯାଇଛନ୍ତି। ବୃକ୍ଷ ପୁରୁଣା ହୋଇଯାଇଛି, ମୂଳ ସଢ଼ିଯାଇଛି। ଏବେ ପୁଣି ସ୍ଥାପନା ହେଉଛି। ମୂଳଦୁଆ ପକାଯାଇଥାଏ ନା। କଲମୀ ଅର୍ଥାତ୍ ଚାରା କେତେ ଛୋଟ ହୋଇଥାଏ, ପୁଣି ସେଥିରୁ କେତେ ବଡ଼ ବୃକ୍ଷ ସୃଷ୍ଟି ହୋଇଥାଏ। ଏହା ମଧ୍ୟ ବୃକ୍ଷ ଅଟେ। ସତ୍ୟ ଯୁଗରେ ବହୁତ ଛୋଟ ବୃକ୍ଷ ହୋଇଥାଏ। ଏବେ କେତେ ବଡ଼ ବୃକ୍ଷ ଅଟେ। ବିଭିନ୍ନ ପ୍ରକାରର ଫୁଲ କେତେ ରହିଛନ୍ତି। ମନୁଷ୍ୟ ସୃଷ୍ଟିରେ ଗୋଟିଏ ବୃକ୍ଷରେ କେତେ ବିଭିନ୍ନତା ରହିଛି। ଏହା ଅନେକ ମନୁଷ୍ୟମାନଙ୍କର ବିଭିନ୍ନତାପୂର୍ଣ୍ଣ ଧର୍ମର ବୃକ୍ଷ ଅଟେ। ଜଣକର ଚେହେରା ଅନ୍ୟ ଜଣକ ସହିତ ମିଶି ନଥାଏ। ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ ନା। ଏକ ପ୍ରକାରର ଅଭିନୟ ତ କାହାର ହୋଇପାରିବ ନାହିଁ। ଏହାକୁ କୁହାଯାଉଛି ପ୍ରକୃତି ପୂର୍ବ ପ୍ରସ୍ତୁତ ଅବିନାଶୀ ଡ୍ରାମା। ଏଥିରେ ମଧ୍ୟ ମନଗଢ଼ା କଥା ବହୁତ ରହିଛି। ଯେଉଁ ବସ୍ତୁ ବାସ୍ତବ ହୋଇଥାଏ, ତାହାର ବିନାଶ ମଧ୍ୟ ହୋଇଥାଏ। ପୁଣି 5000 ବର୍ଷ ପରେ ବାସ୍ତବ ରୂପରେ ହୋଇଥାଏ। ଚିତ୍ର ଇତ୍ୟାଦି ମଧ୍ୟ ଅବିକଳ ତିଆରି ହୋଇନାହିଁ। ବ୍ରହ୍ମାଙ୍କର ଚେହେରା ବି ପୁଣି 5000 ବର୍ଷ ପରେ ତୁମେ ଦେଖିବ। ଏହି ଡ୍ରାମାର ରହସ୍ୟକୁ ବୁଝିବା ପାଇଁ ବୁଦ୍ଧି ବଡ଼ ବିଶାଳ ହେବା ଦରକାର। ଆଉ କିଛି ନ ବୁଝିପାରିଲେ ବି କେବଳ ଗୋଟିଏ କଥା ବୁଦ୍ଧିରେ ରଖ, ଏକ ଶିବ ବାବା, ଦ୍ୱିତୀୟ କେହି ନୁହନ୍ତି। ଏହା ଆତ୍ମା କହୁଛି, ବାବା ମୁଁ ଆପଣଙ୍କୁ ହିଁ ମନେ ପକାଇବି। ଏହା ତ ସହଜ ଅଟେ ନା। ହାତରେ କର୍ମ କରି ଚାଲ ଏବଂ ବୁଦ୍ଧିରେ ବାବାଙ୍କୁ ୟାଦ କରୁଥାଅ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ସହନଶୀଳତାର ଗୁଣକୁ ଧାରଣ କରି ମାୟାର ବିଘ୍ନରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଅନେକ ପ୍ରକାରର ବିପଦ ଆସିବ, ଅତ୍ୟାଚାର ହେବ। ଏଭଳି ସମୟରେ ସବୁକିଛି ସହନ କରି ବାବାଙ୍କର ସ୍ମୃତିରେ ରହିବାକୁ ହେବ। ସଚ୍ଚା ରୋଜଗାର ମଧ୍ୟ କରିବାକୁ ହେବ। 2 ନମ୍ବର। ବିଶାଳ ବୁଦ୍ଧି ହୋଇ ଏହି ପୂର୍ବ ପ୍ରସ୍ତୁତ ଡ୍ରାମାକୁ ଭଲ ଭାବରେ ବୁଝିବାକୁ ହେବ। ଏହା ତ ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ, ସେଥିପାଇଁ ଏଥିରେ କୌଣସି ପ୍ରଶ୍ନ ଉଠିପାରିବ ନାହିଁ। ବାବା ଯେଉଁ ସୁମତ ଦେଉଛନ୍ତି ସେହି ଅନୁସାରେ ନିରନ୍ତର ଚାଲିବାକୁ ହେବ। ଆଜିର ବରଦାନ। ମାୟା ଜିତି ବିଜୟୀ ହେବା ସହିତ ପରୋପକାରୀ ହୁଅ। ମାୟା ଜିତି ବିଜୟୀ ହେବା ସହିତ ପରୋପକାରୀ ହୁଅ। ଡିଟେଲ୍ସ। ଏବେ ପର୍ଯ୍ୟନ୍ତ ସ୍ୱର କଲ୍ୟାଣ କରିବାରେ ବହୁତ ସମୟ ଖର୍ଚ୍ଚ କରୁଛ, କିନ୍ତୁ ଏବେ ପରୋପକାରୀ ହୁଅ। ମାୟା ଜିତି ବିଜୟୀ ହେବା ସହିତ ସର୍ବସମ୍ପତ୍ତିର ବିଧାତା ହୁଅ, ଅର୍ଥାତ୍ ପ୍ରତ୍ୟେକ ସମ୍ପତ୍ତିକୁ କାର୍ଯ୍ୟରେ ଲଗାଅ। ଖୁସି ରୂପକ ସମ୍ପତ୍ତି, ଶାନ୍ତି, ଶକ୍ତି, ଜ୍ଞାନ, ଗୁଣ ଏବଂ ସହଯୋଗ ଦେବାର ସମ୍ପତ୍ତିକୁ ବାଣ୍ଟ ଏବଂ ବଢ଼ାଅ। ଏବେ ଯଦି ବିଧାତା ପଣିଆର ସ୍ଥିତିର ଅନୁଭବ କରିବ, ଅର୍ଥାତ୍ ପରୋପକାରୀ ହେବ, ତେବେ ଯାଇ ଅନେକ ଜନ୍ମ ପର୍ଯ୍ୟନ୍ତ ବିଶ୍ୱ ରାଜ୍ୟ ଅଧିକାରୀ ହୋଇପାରିବ। ଆଜିର ସ୍ଲୋଗାନ। ଯଦି ବିଶ୍ୱ କଲ୍ୟାଣକାରୀ ହେବାକୁ ଚାହୁଁଛ, ତେବେ ନିଜର ସମସ୍ତ ଦୋଷ ଦୁର୍ବଳତା ଗୁଡ଼ିକୁ ସଦାକାଳ ପାଇଁ ବିଦାୟ ଦେଇଦିଅ। ଯଦି ବିଶ୍ୱ କଲ୍ୟାଣକାରୀ ହେବାକୁ ଚାହୁଁଛ, ତେବେ ନିଜର ସମସ୍ତ ଦୋଷ ଦୁର୍ବଳତା ଗୁଡ଼ିକୁ ସଦାକାଳ ପାଇଁ ବିଦାୟ ଦେଇଦିଅ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳାରୂପ କର। ପ୍ରଜାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଯେପରି କିଲା ଅର୍ଥାତ୍ ଦୁର୍ଗମାନ ନିର୍ମାଣ କରାଯାଏ, ସେଥିରେ କେବଳ ରାଜାଙ୍କ ପାଇଁ ଗୋଟିଏ କୋଠରୀ ତିଆରି କରି ନଥାନ୍ତି, ପୂରା ଦୁର୍ଗ ତିଆରି କରିଥାନ୍ତି। ସେହିପରି ତୁମେମାନେ ମଧ୍ୟ ନିଜ ପାଇଁ, ନିଜର ସାଥୀମାନଙ୍କ ପାଇଁ, ଅନ୍ୟ ଆତ୍ମାମାନଙ୍କ ପାଇଁ ଜ୍ୱାଳା ସ୍ୱରୂପ ଯୋଗର ଦୁର୍ଗ ନିର୍ମାଣ କର। ଯଦି ଯୋଗ ଶକ୍ତିର ଜ୍ୱାଳା ପ୍ରଜ୍ୱଳିତ କରି ରଖିବ, ତେବେ ପ୍ରତ୍ୟେକ ଆତ୍ମା ନିଜକୁ ସୁରକ୍ଷିତ ଅନୁଭବ କରିବେ। ଓମ୍ ଶାନ୍ତି।